ସାମ୍ନାକୁ ଆସିଲା ଏମିତି କଥା, ଏହି କାରଣ ପାଇଁ ବିବାହ କରୁନାହାନ୍ତି ବୁଦ୍ଧାଦିତ୍ୟ। ନମସ୍କାର ଦର୍ଶକ ବନ୍ଧୁ, ଆଜି ଆମେ ଆପଣଙ୍କୁ ଆମ ଏହି ପୋଷ୍ଟରେ କହିବାକୁ ଯାଉଛୁ କି କାହିଁକି କେଉଁ କାରଣ ପାଇଁ ବୁଦ୍ଧାଦିତ୍ୟ ମହାନ୍ତି କରୁନାହାନ୍ତି ବିବାହ। ତାହେଲେ କ'ଣ ରହିଛି ଏହା ପଛର ରହସ୍ୟ, ଜାଣନ୍ତୁ ପୁରା ଖବର। ଦର୍ଶକ ବନ୍ଧୁ, ଆପଣମାନେ ବୋଧେ ଓଲିଉଡ଼ର ସୁପରଷ୍ଟାର ବୁଦ୍ଧାଦିତ୍ୟ ମହାନ୍ତିଙ୍କ ନିଜର କ୍ୟାରିୟର ଆରମ୍ଭରେ ହିନ୍ଦୀ ଧାରାବାହିକ ମାନଙ୍କରେ କାମ କରି ଆରମ୍ଭ କରିଥିଲେ। ଆଉ ତାପରେ ସେ କିଛି ଓଡ଼ିଆ ଚଳଚ୍ଚିତ୍ରରେ ନଜର ପଡ଼ିଥିଲେ। ଆଉ ତାପରେ ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ମଧ୍ୟ ଖୁବ୍ ସୁନ୍ଦର ଅଭିନୟ ପ୍ରଦର୍ଶନ କରି ଓଡ଼ିଶାର ଘରେ ଘରେ ପରିଚିତ ହୋଇଯାଇଥିଲେ। ତାଙ୍କର ଅନେକ ଗୁଡ଼ିଏ ଚଳଚ୍ଚିତ୍ର ଅଛି ଯେଉଁଗୁଡ଼ିକ ଓଡ଼ିଆ ଚଳଚ୍ଚିତ୍ର ପ୍ରେମୀ ମାନଙ୍କୁ ଖୁବ୍ ଅଧିକ ପସନ୍ଦ ଆସିଥିଲା। ସେଗୁଡ଼ିକ ହେଉଛି ପ୍ରେମ ରୋଗୀ, ନନ୍ଦିନୀ ଆଇ ଲଭ୍ ୟୁ, ଧୁକ୍ ଧୁକ୍ ଆଦି ଅନେକ ଚଳଚ୍ଚିତ୍ରରେ ସେ ତାଙ୍କର ଦମଦାର ଅଭିନୟ ପ୍ରଦର୍ଶନ ଦ୍ୱାରା ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଜଣେ ନାମୀଦାମୀ ଅଭିନେତା ମଧ୍ୟ ହୋଇସାରିଥିଲେ। ସେହିପରି ଭାବରେ ଅର୍ଚ୍ଚିତା ସାହୁ ମଧ୍ୟ ଓଲିଉଡ଼ର ଜଣେ ଜଣାଶୁଣା ଚେହେରା। ସେ ପିଲାବେଳୁ ଶିଶୁ କଳାକାର ଭାବରେ ଅଭିନୟ କରି ଚଳଚ୍ଚିତ୍ର ଜଗତରେ ନିଜ ପାଦ ଥପିଥିଲେ। ଆଉ ତାପରେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ଓଡ଼ିଶାର ଘରେ ଘରେ ପରିଚିତ ହୋଇଯାଇଥିଲେ। ଆଉ ଏହାରି ମଧ୍ୟରେ ଅନେକ ସ୍ଥାନରୁ ସୂଚନା ମିଳୁଛି ଯେ ବୁଦ୍ଧାଦିତ୍ୟ ମହାନ୍ତି କାହିଁକି ବିବାହ କରିନାହାନ୍ତି। ଅନେକଙ୍କ ମତ ଯେ ସେ ତାଙ୍କ ବ୍ୟକ୍ତିଗତ କାରଣ ମାନଙ୍କ ପାଇଁ ବିବାହ କରିନାହାନ୍ତି। ଆଉ କିଛି ଲୋକ କହୁଛନ୍ତି କି ସେ ଅର୍ଚ୍ଚିତା ସାହୁଙ୍କୁ ଭଲ ପାଉଥିଲେ।